ମୋ ନାଁ ଜସ୍ମିତା ଖାଲକ ଓକେ ଥାଇଲାଣ୍ଡର। ତ ଆମେ ଦୁଇ ପତି ପତ୍ନୀ ହିସାବରେ ଏଇ ଆଇଏମ୍ସିଟା କାମ କରୁଛୁ। ତ ଓକେ ପିଲାରୁ ଷ୍ଟାର୍ଟ କଲା ପରେ ଏଲୋଡାଇଜେସ୍ ତୁଳସୀ ବ୍ୟବହାର କରିଥିଲୁ। ମୋର ଗ୍ୟାଷ୍ଟ୍ରିକ୍ ମାନେ ଟିକେ କମଲା। ତାପରେ ତାରୁ ବେଶୀ ହେଇଯିବାରୁ ଅଲଗା ମେଡିସିନ ଖାଇବାକୁ ଏସିଡର ମେଡିସିନ ଖାଇଲି। ତାପରେ ସେଟା ଠିକ୍ ହେଇଗଲା। ତାପରେ ମୋ ଝିଅର ବି ପ୍ରୋବ୍ଲେମ ଥିଲା ଆଖିର, ସେଟା ବି ଠିକ୍ ହେଇଗଲା। ତାପରେ ଓକେ ସବୁ ଯେତେ ପ୍ରଡକ୍ଟ ଅଛି ସବୁ ଆମେ ବ୍ୟବହାର କଲୁ। ଆଉ ତାପରେ ମୁଁ 5ଟା ଜଏନ୍ କଲି। 5ଟା ଜଏନ୍ କଲା ପରେ ଆମର କାମ ବହୁତ ଚାଲିଛି। ଆଉ ଆଉ କ'ଣ କହିବି, ଏବେ ସୁପରଷ୍ଟାର କେବେ ହେବେ? ଭାଷା ଧୀରେ ଚାଲୁଛି ନା, ବେଶୀ ସ୍ପିଡ ଗଲେ ଆକ୍ସିଡେଣ୍ଟ ହେଇଯିବ। ଓକେ ଧୀରେ ଓକେ ଚାଲବାର ଓକେ ଅଛି। ତ ଧୀରେ ଆଉ ଧୀରେ ଏବେ ଯିବା। ଖରା ଦିନ ଥିଲା, ଆଉ ଏଲୋଭେରା ଜୁସ୍ ସମସ୍ତେ ପାଣିରେ ଗୁଳେଇକି ପିଉଥିଲୁ। ଆଉ ଜୀବନ ଶକ୍ତି ପିଇକିରି ଆମେ ମହୁଲ ଗୋଟେଇବାକୁ ଯାଉଥିଲୁ। ସମସ୍ତେ ମସ୍ତ ଭାବରେ ମହୁଲ ଗୋଟାଉଥିଲୁ। ଆମେ 5 ଲୋକ ମହୁଲ ଗୋଟାଉଥିଲୁ। ଯେପଟେ ଏବେ ପ୍ରଡକ୍ଟ ଅଛି 5 ଜଣକୁ କଲେ ମାନେ କି ପ୍ରଫିଟ୍ ଅଛି। ସେଇପରି ଆମେ ମୁଁ ଯଦି ଏକଲା ଗୋଟେଇଥିତି ମହୁଲ ନା କେତେ ଟଙ୍କା କମେଇଥିତି। ତ 5ଟା ଲୋକ ଆମେ ଗୋଟେଇଲୁ, ହେଲେ ଏଇ ଗୋଟେ ମାସରେ ମାନେ 20,000 ମହୁଲ ବିକ୍ରି କଲୁ। वाओ क्या बात है। ସେଇପରି ଏଇ ପ୍ରଡକ୍ଟ ଯଦି 5ଟା ଲୋକ ମିଶିକି ଯଦି କାମ କରିବ, ସେ 20,000 କ'ଣ 20 ଲକ୍ଷ ବି ଆସିପାରିବ। वाओ क्या बात है, बहुत बढ़िया बहुत बढ़िया।